ଶ୍ରୋତା ବନ୍ଧୁ, ଗୋଟେ କବି ସବୁବେଳେ ଭାବ ମନସ୍କ। ତାର ଭାବ ପ୍ରବଣତା ଯେତେବେଳେ ତାକୁ ବିହ୍ୱଳିତ କରେ, ସେତେବେଳେ ହିଁ ସେ କଲମର ତୁଳିରେ ଆଙ୍କେ ଶବ୍ଦର ଚିତ୍ର। ଆଜି ସେମିତି ଶବ୍ଦର ଚିତ୍ରକର ବିଶିଷ୍ଟ ଓଡ଼ିଆ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ସୀମାନ୍ତ ବାସର ଏକ ସୁନ୍ଦର କବିତା ଆପଣମାନଙ୍କୁ ଭେଟି ଦେବାକୁ ମୁଁ ପ୍ରସ୍ତୁତ କରିଛି। ଆଶା କରୁଛି ଆପଣଙ୍କୁ ନିଶ୍ଚିତ ଭାବରେ ଏହି ଶବ୍ଦ ସବୁ ନିଜର ବୋଲି ମନେ ହେବ। ଯିବାକୁ ବାହାରିଲଣି, ଯିବାକୁ ବାହାରିଲଣି, କେବହୁଁ ତମର ପାଦ ଦିଶୁଛି କେବଳ ଆଖି ବୁଜିଲେ ହିଁ, କେବହୁଁ ଉଡ଼ିଯାନ୍ତି ମାଳ ମାଳ ମେଘ। ତମ ବାହୁଙ୍କର ବାଟ ଦେଇ ତମର ଆଖିର ଡୋଳା ବେଳେବେଳେ ସିନା ଦେଖାଯାଏ, ବେଳେବେଳେ ଦେଖାଯାଏ ନାହିଁ। କେବହୁଁ ଲାଗୁଛି ଯାହା ଯାହା ମୁଁ ତୁମକୁ କହୁଥାଏ ତମେ ଶୁଣୁନାହଁ। ଲାଗୁଛି ସତେ ଯେପରି ବହୁ ଦୂରରୁ କିଏ ଯାହା ଯାହା କହେ ତାହା ଶୁଣିବାକୁ ତମେ କାନ ଡେରି ବସିଥାଅ। ସତରେ ଆସିଥିଲ ନା ରକ୍ତ ପରି ଦେଖାଯାଉଥିବା ରକ୍ତରେ ଓ ମାଂସ ପରି ଦେଖାଯାଉଥିବା ମାଂସରେ ନିର୍ମିତ କାହା ମୁହୂର୍ତ୍ତ ଏଠାକୁ ଆସିଥିଲ ତମ ପରି ଦେହରେ ନା ନାଁରେ? ଏବେ ଲେଉଟି ଯିବାକୁ ପ୍ରସ୍ତୁତ ହେଲଣି, ଏବେ ଲେଉଟି ଯିବାକୁ ପ୍ରସ୍ତୁତ ହେଲଣି ତମକୁ ଓ ତମ ସାଙ୍ଗେ ଆସିଥିବା ସଞ୍ଜ ସକାଳଙ୍କୁ ଲେଉଟି ଆସିବା ପାଇଁ ସେ କହିବା ପରେ? ସେ କ'ଣ ଜାଣିନି ତମେ ନିଛାଟିଆ ରାତିମାନଙ୍କର ପ୍ରତି କାକର ଟୋପାକୁ ବର୍ଷ ବର୍ଷ ଧରି ଜଗିଥିଲ? ସେ କ'ଣ ଜାଣିନି ତମ ନିଛାଟିଆ ରାତିମାନଙ୍କର ପ୍ରତି କାକର ଟୋପାକୁ ବର୍ଷ ବର୍ଷ ଧରି ଜଗିଥିଲି? ତମେ ନିରୁଦ୍ଦିଷ୍ଟ ହୋଇଗଲା ବେଳକୁ ମୁଁ ପ୍ରତି କାକର ଟୋପାର କେଉଁ କେଉଁ ଗଳିରେ ତମକୁ ଭେଟୁଥିଲି, ହାତ ଧରି ଡାକି ଆଣୁଥିଲି। ସେ ଏବେ ତମକୁ ନେଇଗଲା ବେଳେ ମତେ ଦେଲା କ'ଣ? ସେ ଏବେ ତମକୁ ନେଇଗଲା ବେଳେ ମତେ ଦେଲା କ'ଣ? ଏତିକି ବି ନୁହେଁ ଯେ ଦିନେ ନା ଦିନେ କେଉଁ ହସ ହସ ବେଳର ଛକରେ ଭେଟାଭେଟି ହେବା ଆମେ ଦୁହେଁ। କେଉଁଠାରୁ ଆସିଲା ଏ ପବନ? ବାସୁଛି ନିଆଁ ପରି, ଜଳୁଥିବା ନାଆ ପରି, ଟିକିଏ ଆଗରୁ ଲୋକେ ଉଠି ଯାଇଥିବା ଜାଗା ପରି। ପୃଥିବୀ ପୃଷ୍ଠରେ ଏଣିକି ନଥିବା ନଈକୂଳେ ଶୁଖୁଥିବା ମାଛ ଧରା ଜାଲ ପରି। ଏ ପବନ କ'ଣ ଖାଲି ଆଜି ବୋହିଲା ନା ବହୁଥାଏ ସବୁ ସମୟରେ? ଏ ପବନ କ'ଣ ଖାଲି ଆଜି ବୋହିଲା ନା ବହୁଥାଏ ସବୁ ସମୟରେ? ଆମେ ବୁଝିବା ପୂର୍ବରୁ ଆମକୁ ଓ ଆମ ବୁଝିବାକୁ ଅସତ୍ୟରେ ପରିଣତ କରେ। ଆସ, ଆସ, ରାତି ପରି ଧରି ହେଉନଥିବା ତମର ହାତ ଶେଷଥର ପାଇଁ ଧରେ ରାତି ପରି ମୋ ନିଜକୁ ଦେଖାଯାଉନଥିବା ହାତରେ। ଏତିକି ବେଳ ଆମର ଅନନ୍ତ କାଳ, ଏତିକି ବେଳ ଆମର ଅନନ୍ତ କାଳ ଓ ଏତିକି ମାତ୍ର ମିଳନ ଲେଖା ହୋଇଥିଲା ତମ କପାଳରେ ଏବଂ ମୋ କପାଳରେ। ଏତିକି ମାତ୍ର ମିଳନ ଲେଖା ହୋଇଥିଲା ତମ କପାଳରେ ଏବଂ ମୋ କପାଳରେ।